ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆଉ ଦୋଳି ଖେଳ ଚାଲିଛି ସକାଳୁ? ଦୋଳି ଖେଳ ଚାଲିଛି, ଆଜି ରଜ ସଂକ୍ରାନ୍ତି। ଆଉ ସାଙ୍ଗସାଥି ମାନେ ଆସିନାହାନ୍ତି? ସାଙ୍ଗମାନେ ଆସିଲେ ଆମର। ଦୋଳି ଦେଖିଲେ କ'ଣ ପିଲାଦିନ କଥା ମନେ ପଡ଼େ? ପିଲାଦିନ କଥା ମନେ ପଡ଼େ। ଆଗେ ବହୁତ ଗୋଟେ ରଜର ଗୋଟେ ମାହୋଲ ବହୁତ ବଢ଼ିଆ ଥିଲା। ମୁଁ ତ ଦେଖିଛି ଆପଣଙ୍କର ଗାଁରେ, ମୁଁ ଦେଖିଛି ବହୁତ ଗଛ ବୃକ୍ଷ ଥିଲା, ବଡ଼ ଜାଗା। ଦୋଳି କିଏ ଲଗାନ୍ତି ପିଲାବେଳେ? ଦୋଳି ମୋ ନନା ଲଗାନ୍ତି। ମୋ ନନା ଚାଲିଗଲେଣି। କେତେ ଜଣ ଖେଳୁନି ସେତେବେଳେ? ରଜ 3 ଦିନ ଆମର 3ଟା ଡ୍ରେସ୍ ମୋ ନନା, ନା ଜୋରେ ନୁହଁ, ରଜ 3 ଦିନ ନାଇଲେ ଝିଅ ସେଠି ଥାଉ। ହଁ, ରଜ 3 ଦିନ। 3 ଦିନ ଆମର 3 ହଳ ଡ୍ରେସ୍ ହୁଏ। ବାବା, ସଜେଇ ସାଜେଇ। ବାସ୍ନା ତେଲଠୁ ଧରିକିରି। ହଁ ରିବନ, ସେତେବେଳେ ରବର ବ୍ୟାଣ୍ଡ ନଥିଲା, ରିବନ ଫିତା ଆଣିବେ। ରିବନ ଫିତା ଯୋଉ ଇଞ୍ଚ ଥାଏ, ଯୋଉ ନାଲି ନାଲି। ତିଆରି କରିବାକୁ। ହଁ, ଆଚ୍ଛା, ଫ୍ରକ୍ ସେତେବେଳେ ଥିଲା। ଏବେ ଆଜିକାଲିକା ଡ୍ରେସ୍ ନଥିଲା। ଶାଢ଼ୀ ଆଣନ୍ତି। ସୁନ୍ଦର ଥିଲା ରଜର ଗୋଟେ ସଭ୍ୟତା, ପରମ୍ପରାର ଯୋଉ ପର୍ବ। ଚୁଡ଼ା ମୁଢ଼ି ଉଖୁଡ଼ା ଭଜା ହେଇକି ଥୁଆ ହେଇଥିବ, ଦାନ୍ତକାଠି କଟା ଆଉ ହେଇକି ସିଏ ଥୁଆ ଝୁଲଉଛନ୍ତି ହେଇଥିବ। କିଏ? ନାତୁଣୀ? ନାତୁଣୀ ସେ ମତେ କି ନାତୁଣୀ ବୁଲେଇ ଦେଖେଇଲ ଟିକେ। ନାତୁଣୀ ଦେଖନ୍ତୁ। ଓ ନାତି? ନାତି ଯାଇଛି ଟିକେ ବୁଲିବାକୁ, ଆସିବ ଆଉ। ଓ ନାତି ବୁଲିବାକୁ ଯାଇଛନ୍ତି। ଆଉ ସାଙ୍ଗ ସାହି ପଡ଼ିଶା ଝିଅ ସବୁ ଆଉ ଆସିବେ। ସାଙ୍ଗମାନେ ଆପଣଙ୍କର ଆସିବେନି? ଆସିବେ। ଆଉ ଯାଆ ମାନେ ବା ଯାଉନୁ? ହଁ, ଯାଆ ଆସିବେ, ଯାଆ ଟିକେ କାମରେ ବ୍ୟସ୍ତ ଅଛନ୍ତି, ଆସିବେ। ଆଉ ରଜର ଗୀତ କାଲି ଆଉ ଗୋଟେ ଆଉ ଗୋଟେ ରଜର ଗୀତ ବୋଲିଲ ଟିକେ। ରଜ ସଜ। ରଜ ଦୋଳି କଟ ମଟ, ମୋ ଭାଇ ମୁଣ୍ଡରେ ସୁନା ମକୁଟ। ରଜ ଦୋଳି କଟ ମଟ, ବାଃ। ସମସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ। ଆସିଛି ରଜ ଲୋ ନେଇ ନୂଆ ସଜବାଜ। ଆଉ ରଜରେ ପିଠା, ରଜରେ ପାନ, ପାନ ପୋଡ଼ପିଠା। ଭାଙ୍ଗିକି ରଖିଛ? ପାନ ଭାଙ୍ଗିକି ଓହୋ, ରଖିଛି। ନାତିଣୀ ଗୋଟେ ସକାଳେ ପାନ ମୋତେ ଦେଇଥିଲା। ମୁଁ ତ ପାନ ନାତୁଣୀ ଖାଇନେଇ, ଗୋଟେ ସିଙ୍ଗଡ଼ା ଭଳିଆ 3 କଣିଆ ପାନ ଭାଙ୍ଗିଥିଲା। ପାନ ଓ, ବଣ୍ଟା ହୁଏ ସେଇଟା ପରା। ମୁଁ ରଖିଦେଇଛି, ସେଇଟା ହଁ, ଖାଇଦିଅନ୍ତୁ। ପାନ ଦିଅନ୍ତି ଆଚ୍ଛା, ସମସ୍ତଙ୍କୁ। ଠିକ୍ ଅଛି, ପରେ ଆଉ ଭଲ ପୋଡ଼ପିଠା ଭିଡ଼ିଓ ହେବ। ଦିଅନ୍ତି। ସବୁ ଆମେ ସାଙ୍ଗସାଥି ମାନେ ଛୁଆବେଳେ ଆସନ୍ତୁ। ବୁଲିକିରି ଖେଳିକିରି ଏତେ ପୋଡ଼ପିଠା ଖାଇ ନା ଏଜୋର। ପିଲାବେଳ କଥା ପୁରା ମନେ ପଡ଼େ ନା? ବହୁତ ମନେ ପଡ଼େ। ଆଜ୍ଞା, ବାସ୍ତବିକ ନିଆରା ପର୍ବ ରଜ। ଏ ଗୋଟେ ନିଆରା ପର୍ବ। ଏଇ ସୁନ୍ଦର ପର୍ବ ରଜ ହେଉ, କୁମାର ପୂର୍ଣ୍ଣିମା ହେଉ, ଆପଣଙ୍କର ଯେତେ ସବୁ ଓଡ଼ିଶାର ଝିଅମାନଙ୍କର ଯେଉଁ ସବୁ ପର୍ବ ପାଳନ କରାଯାଏ, ସେ ବଡ଼ ସବୁଠୁ ହେଲେ ଆସ୍ତେ ନିଆରା ଆସ୍ତେ ହଉଛି ସେଟା ରଜ ଟିକେ ପର୍ବ। ଭୁଲି ଯାଆନ୍ତି। ସେଇ ପିଲାବେଳ କଥା ମନେ ପଡ଼େ। ପିଲାବେଳ କଥା। ବାସ୍ତବିକ ପିଲାବେଳ କଥାଟା ଭାବିବା ବି ଖୁବ୍ ସୁନ୍ଦର ଲାଗେ ଭାବିବାଟା। ଏବଂ ଆଜି ଫଟୋ ମଧ୍ୟ ଦେଖାନ୍ତି ପିଲାବେଳେ। ଦେଖନ୍ତି, ମୁଁ ଦୋଳି ପିଲାବେଳେ ଖେଳୁଥିଲି। ଯାହା ହଉ, ଭଗବାନଙ୍କର ସମସ୍ତଙ୍କ ପାଖରେ ପୁଣି ଥରେ ରହୁ, ଆଶୀର୍ବାଦ ରହୁ। ପ୍ରତ୍ୟେକ ରଜ ଆପଣମାନେ ଭୋଗ କରନ୍ତୁ ଆନନ୍ଦରେ। ଶତାୟୁ ବର୍ଷ ଆପଣମାନଙ୍କର ଆୟୁ ରହୁ। ଏଇଟି ହେଉଛି କଲ୍ୟାଣ। ଭଗବାନଙ୍କର ଆଶୀର୍ବାଦ ରହୁ। ଆପଣ 100 ରଜ ଭୋଗ କରନ୍ତୁ। ଏ ନାତୁଣୀକି ମଧ୍ୟ ଆଶୀର୍ବାଦ କରୁଛି, ଇଏ ମଧ୍ୟ 100 ରଜ ଭୋଗ କରନ୍ତୁ, ଆନନ୍ଦ ପାଳନ କରନ୍ତୁ। ଆଚ୍ଛା, ଠିକ୍ ଅଛି, ପରେ କଥା ହେବ। ତୁମ ସାଙ୍ଗସାଥିମାନେ ଆସନ୍ତୁ। ଆଉ ଟିକେ ରଖୁଛି। ଆଉ ରଜର କିଛି କଥା ଅଛି ଆପଣ କହିବେ? ରଜ ତ ଏଇ ତ ଆଉ, ଖାଇ ପିଇକିରି ଖେଳିବା, ମସ୍ତି କରିବା, କିଛି କାମ କରିବାନି, କଟାବଟା କରିବାନି। ହଁ, ଆଗରୁ ସବୁ କରା ମୁଁ ହେଇଯାଏ। ଛୋଟବେଳେ ଦେଖିଛି ଦାନ୍ତକାଠି ସହକାରେ 4 କଟା ଦିନ ହେଇକି ଆଗରୁ ଥୁଆ ହୁଏ। 4 ଦିନ ଆଗରୁ ସବୁ ଦାନ୍ତ କାଠି କଟା କଟା ହେଇଯାଏ। ହେଇକି ଥୁଆ ହବ। ଏବେ ତ ଆଜ୍ଞା ପେଷ୍ଟ ହେଇଗଲାଣି। କୋଲଗେଟ୍ ହଉ ବା ଶିବାକା ହଉ ବା ପୁଅ ସବୁ ପିଲାମାନେ ବ୍ରସ୍ କାମ ହେଇଗଲାଣି। କରିବେ, ଝିଅ ପିଲାମାନେ ହଁ, କାମ ମୁଁ କରିବେନି, ଛୋଟବେଳେ ସ୍ତ୍ରୀ ମାନେ ତ ଦେଖିଛି। କାମ କରିବେନି। ଆମର ମାମୁଁ ଘର ଗାଁରେ ମଧ୍ୟ ବଡ଼ ବଡ଼ ଦୋଳି ଲାଗେ। ଆମର ସେ ଗାଁରେ ମଧ୍ୟ ମୁଁ ଦେଖିଛି, ଆମର ସେ କାଳି ଦଦେଇ ଗତ ବାସମତୀ ହେଇଗଲେଣି। ସ୍ନାନ କରିବେ। ରଥ ପରିବାରର ଯିଏ ଆମର ଗାଁର ସବୁଠୁ ବଡ଼ ଭଲ ପରିବାର, କାଳିଚରଣ ରଥ, ସିଏ ଦୋଳି ଲଗାନ୍ତି। ତାଙ୍କର ବାଡ଼ି ବଡ଼ ଥିଲା। ସବୁ ଝିଅମାନେ ବୋହୂମାନେ ଖେଳିବା ପାଇଁ ସେ ଆନନ୍ଦ ସହକାରେ ବଡ଼ ବଡ଼ ଦୋଳି ଲଗାନ୍ତି। ମୁଁ ଦେଖିଛି, ଭାରି ଇଣ୍ଟରେଷ୍ଟ ନିଅନ୍ତି ସିଏ। ସେ ସବୁ ଲୋକ ରହିବା ଦରକାର। ଯାହା ହଉ, ସେମିତି ମଧ୍ୟ ସବୁ ପରିବାରରେ ରହିବା କଥା। ହଁ ଆଜ୍ଞା, ଠିକ୍ ଅଛି। ଜୟ ଜଗନ୍ନାଥ, ହରେ କୃଷ୍ଣ। ପୁଣି ଥରେ ପରେ ଭିଡ଼ିଓ ଅପେକ୍ଷା କରିବା। ରହିଲା ଆପଣଙ୍କର ସବୁ। ଆସନ୍ତୁ। ରହୁଛି। ଜୟ ଜଗନ୍ନାଥ, ନମସ୍କାର। ବାଏ ବାଏ, ନମସ୍କାର, ଜୟ ଜଗନ୍ନାଥ।